प्रतिभाକୁ स्वर्गस्थ पवित्र परमेश्वर श्री अनुग्रहकारी दयालु परमेश्वर को विशेष विशेष धन्यवाद दिए। तत्सत्ते सभी मंडली ठारे विशेष विशेष कृतज्ञ अटे। प्रभु हम समस्त को आशीर्वाद करतु एवं तांको पवित्र वाक्य माध्यम रे आपको कथा कहतु। प्रभु हम को आशीर्वाद करतु। आसतु ए समय आमे प्रभु को वाक्य देखु। प्रकाशित वाक्य 3 अध्याय 1 ରୁ 6 पद पर्यंत माइक रे स्पष्ट भाव रे पढ़ि देबे। साथी मंडली प्रति वार्ता। साथी मंडलीर दूत निकटକୁ ଲେଖ ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି। ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ। ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ। ଜାଗ୍ରତ ହୁଅ, ପୁଣି ଲୁପ୍ତପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କର, କାରଣ ଆମ୍ଭେ ତୁମ୍ଭର କର୍ମ ସବୁକୁ ଆମ୍ଭର ଈଶ୍ୱରଙ୍କ ସାମୁରେ ସିଦ୍ଧ ବୋଲି ଦେଖିନାହୁଁ। ଏଣୁ କି ପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ଯଦି ଜାଗ୍ରତ ନ ହୁଅ, ତାହେଲେ ଆମ୍ଭେ ଚୋର କରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ। ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରିନାହାନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାଥୀରେ ଏପରି କେତେକ ଜଣ ଅଛନ୍ତି, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ। କାରଣ ସେମାନେ ଯୋଗ୍ୟ, ଯେ ଜୟ କରେ ସେହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ। ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ। ମଣ୍ଡଳୀଗଣଙ୍କୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। धन्यवाद प्रभु ଏହି ପଠିତ ବାକ୍ୟାଂଶରେ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପୁନର୍ବାର ସଂକ୍ଷିପ୍ତରେ ପ୍ରାର୍ଥନା କରେ। ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦେଉଛୁ। ପିତା, ତୁମେ ଆପଣଙ୍କ ମହିମାରେ ବିରାଜମାନ ପରମେଶ୍ୱର। ଆମମାନଙ୍କୁ ତୁମେ ପ୍ରେମ କରୁଅଛ ପିତା। ତୁମ ପ୍ରେମ ଅମାପ ପିତା। ତୁମ ପ୍ରେମକୁ ଆମେ କୌଣସି ବିଷୟ ସହିତ ତୁଳନା କରିପାରିବୁ ନାହିଁ। ପିତା, ତୁମେ ଆମମାନଙ୍କୁ ଦୟା କରୁଥିବା ହେତୁ ଜୀବନର ମାର୍ଗରେ ତୁମେ ଯେ ପଢ଼ାଇ ଦେଉଛ, ପ୍ରାର୍ଥନା କରୁଅଛୁ ଏ ସମୟରେ। ପିତା, ବର୍ତ୍ତମାନ ତୁମର ପବିତ୍ର ବାକ୍ୟ ଧ୍ୟାନ କରିବାକୁ ଯାଉଅଛୁ। ତୁମେ ଦୟାକରି ଆମମାନଙ୍କୁ ତୁମେ ସାହାଯ୍ୟ କର ପିତା। ଏହି ପରିବେଶକୁ ଯୀଶୁ ନାମରେ ତୁମେ ସୂଚି ପବିତ୍ର ରଖ। समस्त विसर्गकारी शक्ति यीशुଙ୍କ नामରେ दूर हो। अंधकार समस्त विषय यीशु नामରେ दूर हो। प्रत्येक को अपनार पवित्र रक्त रे धौत प्रक्षालन कर पिता। तुमे सूची कर, पवित्र कर। पवित्र आत्मा रे तुमे हमको परिपूर्ण कर, अभिषेक कर पिता। प्रार्थना करूछु तुमे दया करी हमको अपनार वाक्य माध्यम रे तुमे कथा कह। आपमान को हृदय को तुम स्पर्श करो। तुम निमंते मुक्त होगा दियो। तुम जीवंत वाक्य ग्रहण करिबु। तुम आममान को साहाय्य करो। मुदिन योग्य तुम ठारे समर्पित पवित्र आत्मा रे परिपूर्ण करी अपना वाक्य तुम प्रकाश करो। धन्यवाद गौरव प्रशंसा तुमको दे यीशु के नाम रे मांगो पिता। आमेन। प्रकाशित पुस्तक जो सप्त मंडली विषय आमे आलोचना करी आसुछु। प्रथम 4टी मंडली आमे माने ध्यान करियछु। वर्तमान आज जो चिंतार विषय होछि साथी मंडली प्रति वार्ता। जेपरि प्रभु यीशु ख्रीष्ट प्रत्येक पत्रर आरंभ में निजको परिचय कराती सेहीपरि भावरे
এই সাতটি মণ্ডলীর ଏହି ପତ୍ରରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପ୍ରଥମେ ନିଜର ପରିଚୟ କରାଉଛନ୍ତି। ଯେପରି ଲେଖାଯାଏ ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି ସେ ଏହା କହନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କର ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରିଅଛନ୍ତି। ଏହାର ଅର୍ଥ କ'ଣ? ସପ୍ତ ଆତ୍ମାର ଅର୍ଥ ଏହା ନୁହେଁ ଯେ ଆତ୍ମା ସାତଟି ଆତ୍ମା, ଏହିପରି ନୁହେଁ। ଏହି ସପ୍ତ ଆତ୍ମା ହେଉଛି କେବଳ ଏକ ଆତ୍ମା ଅଟେ। ଯେପରି ପ୍ରଥମ କରନ୍ଥୀୟ 12:4 ଲେଖାଯାଏ, ଅନୁଗ୍ରହ ଦାନ ବିଭିନ୍ନ ପ୍ରକାର କିନ୍ତୁ ଆତ୍ମା ଏକ। ସେହିପରି ଭାବରେ ଏହି ସପ୍ତ ଆତ୍ମା ମଧ୍ୟ ଏକ ଆତ୍ମା ପବିତ୍ର ଆତ୍ମାକୁ ହିଁ ବୁଝାଏ। ତେବେ ବାକ୍ୟରେ ଆମେମାନେ ଦେଖୁ ଏହି ସପ୍ତ ବା ସାତ ସଂଖ୍ୟାର ଗୁରୁତ୍ୱ ଆମେମାନେ ପ୍ରାୟ ଜାଣୁ। ଯେପରି ଭାବରେ ପରମେଶ୍ୱର ସେ 6 ଦିନରେ ସମସ୍ତ ସୃଷ୍ଟି କଲା ପରେ ମଧ୍ୟ ସୃଷ୍ଟିର ସମ୍ପୂର୍ଣ୍ଣତା ନିମନ୍ତେ ଆଉ ଏକ ଦିନ ରଖିଲେ, ଅର୍ଥାତ୍ ସୃଷ୍ଟିର ସମ୍ପୂର୍ଣ୍ଣତା 7 ଦିନ ରଖିଲେ। ସେହିପରି ଭାବରେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉତ୍ସବରୁ ତାଙ୍କର ମହତ ବାଣୀ ସମୂହ ଆଚରଣ କରୁଥିଲେ, ସେହି ସମୟରେ ଷଷ୍ଠ ବାଣୀରେ ଯୀଶୁ ଖ୍ରୀଷ୍ଟ କହିଲେ ସମାପ୍ତ ହେଲା। କିନ୍ତୁ ଆଉ ଗୋଟିଏ ବାଣୀ ସେ ଉଚ୍ଚାରଣ କଲେ, ଯାହାକି ହେ ପିତା, ମୁଁ ଆପଣ ଆତ୍ମାକୁ ମୋଠାରେ ସମର୍ପଣ କରୁଅଛି। ଆମେମାନେ ଦେଖୁ ସେତେବେଳେ ଇସ୍ରାଏଲମାନେ କିନାନ ଦେଶକୁ ଆସୁଥିଲେ, ପଥ ମଧ୍ୟରେ ସିରିହୋ ପଡ଼ିଲା। ସିରିହୋର ପ୍ରାଚୀର ଯାହାକି ଅତ୍ୟନ୍ତ ଦୃଢ଼, ଏମାନଙ୍କ ପାଇଁ ଅସାଧ୍ୟ ସଦୃଶ ଥିଲା। କିନ୍ତୁ ପ୍ରଭୁଙ୍କର ଆଜ୍ଞା ଅନୁସାରେ 7 ଦିନ ଏବଂ 7 ଥର ଏମାନଙ୍କୁ ବୁଲିବାକୁ ପଡ଼ିଲା। ଏହାର ଅର୍ଥ ସେମାନଙ୍କର ସମ୍ପୂର୍ଣ୍ଣ ଆଜ୍ଞାବହତା। ଯେତେବେଳେ କୁଷ୍ଠୀ ନାମାନ ଏଲିଶାୟ ପାଖକୁ ଆସୁଛନ୍ତି, ଏଲିଶାୟ ତାହାଙ୍କୁ କହିଲେ 7 ଥର ଜର୍ଦ୍ଦନ ନଦୀରେ ସ୍ନାନ କରିବା ପାଇଁ। ଆଉ ଯେତେବେଳେ ଏହି ନାମାନ 7 ଥର ସ୍ନାନ କରନ୍ତି, ସେ ଶୁଚି ହୁଅନ୍ତି। ଏହି 7 ଥର ଅର୍ଥ ହେଉଛି ସମ୍ପୂର୍ଣ୍ଣ ବିଶ୍ୱାସ। ପ୍ରିୟମାନେ, ଯେତେବେଳେ କି ଯାଜକମାନେ କାହାର ପାପ କ୍ଷମା ନିମନ୍ତେ ବଧ କରାଯାଇଥିବା ସେହି ରକ୍ତକୁ ଆଣୁଥିଲେ, ସେମାନେ 7 ଥର ଛିଞ୍ଚନ କରୁଥିଲେ। 7 ଥର ଛିଞ୍ଚନ କରିବାର ଅର୍ଥ ହେଉଛି ସମ୍ପୂର୍ଣ୍ଣ କ୍ଷମା। ଠିକ୍ ସେହିପରି ଯେତେବେଳେ ସପ୍ତ ଆତ୍ମା ବୋଲି କହୁ, ତାହା ଏକ ପୂର୍ଣ୍ଣ ପବିତ୍ର ଆତ୍ମାକୁ ଦର୍ଶାଏ। ଯେତେବେଳେ ଆଉ ସପ୍ତ ମଣ୍ଡଳୀ ବୋଲି ଏହି ସ୍ଥାନରେ କୁହାଯାଉଛି, ଏହି ସମସ୍ତ ଏକ ସମ୍ପୂର୍ଣ୍ଣ ଖ୍ରୀଷ୍ଟଙ୍କ ମଣ୍ଡଳୀକୁ ଦର୍ଶାଏ। ତେଣୁକରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସପ୍ତ ଆତ୍ମା ଧାରଣ କରିଛନ୍ତି, ସପ୍ତ ନକ୍ଷତ୍ର ଧାରଣ କରିଛନ୍ତି, ଏହାର ଅର୍ଥ ହେଉଛି ସପ୍ତ ଆତ୍ମା ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତା, ସପ୍ତ ନକ୍ଷତ୍ର ଯାହାକି ପ୍ରଭୁଙ୍କର ବାକ୍ୟ କହୁଥିବା ସେବକମାନଙ୍କୁ ବୁଝାଏ। ତେବେ ପ୍ରଭୁଙ୍କର ଏହି ବାକ୍ୟ ଅନୁସାରେ ଆମେମାନେ ଦେଖୁ ପରମେଶ୍ୱର ଆମ୍ଭମାନଙ୍କ ଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ଚାହାନ୍ତି, ସମ୍ପୂର୍ଣ୍ଣ ଆଜ୍ଞାବହତା ଚାହାନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ଚାହାନ୍ତି। ପରମେଶ୍ୱରଙ୍କ ଠାରେ କୌଣସି ବିଷୟ ଅଧା ଅଧା ନୁହେଁ। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କଲେ, ଯୋହନ 1:14 ଲେଖାଯାଏ, ସେ ପୂର୍ଣ୍ଣ ଅନୁଗ୍ରହ ଏବଂ ସତ୍ୟତାରେ ସେ ଆସିଲେ। ପରମେଶ୍ୱରଙ୍କ ଠାରେ ପୂର୍ଣ୍ଣତା ଅଛି। ଯେତେବେଳେ 7 ମଣ୍ଡଳୀ ନିକଟକୁ ପରମେଶ୍ୱର ଏହି ବାର୍ତ୍ତା ଲେଖନ୍ତି, ଆଉ ସେ 7 ମଣ୍ଡଳୀ ଠାରୁ ଏହା ଚାହୁଁଛନ୍ତି ଯେ 7 ମଣ୍ଡଳୀ ପବିତ୍ର ଆତ୍ମାରେ ପୂର୍ଣ୍ଣ ଏକ ମଣ୍ଡଳୀ ହେଉ, 7 ମଣ୍ଡଳୀ ଏକ ସିଦ୍ଧ ମଣ୍ଡଳୀ ହେଉ। ସିଦ୍ଧତା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ମଣ୍ଡଳୀକୁ ଆହ୍ୱାନ କରୁଛନ୍ତି। ହାଲେଲୁୟା। ଆମେମାନେ ଦେଖୁ ଏହି ମଣ୍ଡଳୀକୁ ସେମାନଙ୍କର
अवस्था अनुसार प्रभु यीशु ख्रीष्ट तीन प्रकार विश्वासी जे मंडली रे अछंती ताहा से प्रकाश करूछंती। प्रथम विश्वासी जहां माने पाठ करिछु एक पदरे मूर्त विश्वासी जेपरि लिखा जाय तुमे नामरे जीवित मात्र प्रकृतरे मृत। द्वितीय प्रकार विश्वासी होछि दुर्बल विश्वासी जेपरि दुई पदरे लिखा जाय लुप्त प्राय अवशिष्ट विषय सबको सबल कर ता माने दुर्बल विश्वासी थिले। सेही परि तृतीय विश्वासी होछि परिपक्व विश्वासी बा मैच्योर बिलीवर जेपरि चारि अध्याय प्रकाश करा जाय जेउ माने आपना आपना वस्त्र मलिन करी नाहंती। एही परि सातटी मंडली रे तीन प्रकार विश्वासी मानक स्थान रे प्रकाश करा जाय। प्रथमे मृत विश्वासी, द्वितीय रे दुर्बल विश्वासी, तृतीय रे परिपक्व बा मैच्योर विश्वासी। तेबे आमे माने एही अनुसारे अल्प समय आमे ध्यान करिबा एवं आमे माने निज निज को मध्य प्रभु को वाक्य रे रखिबा। प्रथमे आमे माने देखु मृत विश्वासी डेड बिलीवर। आमे माने याकूब पुस्तक को जिबा तारो याकूब पढ़ियंतु 2:26। कारण आत्मा बिना शरीर जेपरि मृत सेहीपरि कर्म बिना विश्वास ମଧ୍ୟ मृत। आत्मा बिना शरीर जेपरि मृत सेहीपरि कर्म बिना विश्वास ମଧ୍ୟ मृत। एक मृत विश्वास विषय ए स्थान रे प्रकाश करा जाय। तेबे एही एक विषय को बुझाइबा पई याकूब 14 पद ठारू एहाको लेखंती। 14 पदरु 26 पद पर्यंत एही मृत कांसेप्ट एहा बुझाइ दिया जायछि। तेबे तारो हेडिंग रे लेखा अछि विश्वास ओ कर्मर परिपूरकता। एहार अर्थ कोन ना जदि कर्म नाही केवल विश्वास अछि सेमति विश्वास मृत आ सेही परि भाबरे कर्म ही अछि विश्वास नाही ताहा मध्य मृत। एहा परिपूरक। एही परि आमे माने देखु से विश्वास बिहुने अर्थात जहार विश्वास नाही खाली कर्म अछि ताहा मृत बोली कहा जाउछि। कर्म थाय जदि विश्वास नाही ताहा मध्य मृत भाबरे परिगणित करा जाउछि। तेबे प्रकाशित पुस्तक जदि आमे माने देखु सेही स्थान रे लेखा अछि जहा माने पाठ करिछु सेही 3 अध्याय 1 पदरे तुमे नामरे जीवित मात्र प्रकृतरे मृत। इंग्रजी भाषा रे एहाकु एपरि भाबरे देखा जाय you have a reputation of being alive. You have a reputation of being alive. माने तुमे से जीवित अछ आउ तुमरो गोटिए आउ रेपुटेशन अछि सम्मान अछि। तुमे से you have a reputation तुमरो सम्मान अछि जे तुमे जीवित अछ बोली। माने की प्रकार कथा माने सेवारे जणा जाउछंती जे सेवानकर रेपुटेशन अछि सबरे लोक माने जानंती जे ए माने जीवित लोक। एहा शारीरिक भावरे कहा जाउ नाही एहा आत्मानकर आत्मिक विषय अटे आत्मा रे मते कहा जाउछि। एही मंडली रो एही विश्वासी मानकु प्रकाश करा जाउछि जे तुमे नामरे जीवित मात्र प्रकृतरे मृत। तुमर नाम अछि तुमर सुनाम अछि तुम उत्तम नाम अछि तुमर सुख्याति अछि तुमे चारिआडे तुम नाम जणा जाउछि सुना जाउछि। तुमे बहुत भलो तुमे काम करूछ तुमे सेवा करूछ तुमर बहुत भलो नाम अछि किंतु प्रभु बोलछंती किंतु तुमे मृत। की भयंकर विषय जेतेबेले ए विषय को ध्यान करूथेली मो बहुत आश्चर्य होइगली जे ए मृत श्रेणी रे केउ माने अछंती।
आमे माने विशेष कर याकूब पुस्तक रे देखिलु दुई प्रकार लोक माने गोटे प्रकार लोक अछंती जो माने कि सब कर्म करंती किंतु प्रकृत विश्वास से मान प्रकारे नाही आउ गोटे प्रकार लोक अछंती जो मान कि विश्वास अछि किंतु कर्म नाही एई स्थान रे आमे माने देखु जे एमानकर नाम अछि अर्थात एमानकर अनेक काम अछि किंतु प्रकृत विश्वास जहाँ प्रभु यीशु सहित संयुक्त करे से प्रकृत विश्वास हृदय नाही एई स्थान रे पढु पढु देखुथि कि एई जो मृत श्रेणी रे अनेक जनाशुना नाम अछंती अनेक ज्ञानी माने अछंती अनेक धनिक गोष्ठी अछंती अनेक सम्मानस्पद लोक अछंती अनेक बड़ बड़ सेवा करिबा लोक माने अछंती अनेक सुख्याति प्राप्त लोक अछंती अनेक बड़ बड़ नाम ए मृत श्रेणी रे अछि ताहा बहुत भयानक विषय जगत रे बहुत सुंदर नाम सुख्याति नाम प्राप्त अनेक लोक माने मृत श्रेणी रे रखा जाउछन आमे जदि पाठ करिबा माथ्यू तार 23 अध्याय 27 एवं 28 पद आय दंडर पात्र कपटी शास्त्री ओ फारुसी माने कारण तुमे माने शुक्लीकृत समाधि स्वरूप ताहा बाहरे सुंदर देखा जाए किंतु भितरे मृत मानक अस्थि ओ सर्व प्रकार असुचितारे परिपूर्ण सेही प्रकारे तुमे माने मध्य बाहरी लोक मानक दृष्टि रे धार्मिक देखा जाओ किंतु भितरे कपट व अधर्म रे परिपूर्ण प्रभु यीशु ख्रीष्ट आ विशेष करी ए स्थान रे शास्त्री फारुसी मानको एही कथा कहंती से की प्रकार लोक ना यीशु ख्रीष्टकर तुलना देखंतु एही परी एक विषय सहित तुलना करछंती जे जड़े गोटे शव ध्यान सहित सुनिबे गोटे शव जे कि मरि जायछि जहां कि कबर दिया हे जायछि आ कबर भितरे एही जो शव पची सढ़ी जाउछि मांस झड़ी जायछि तारो हाड़ अस्थि माने देखा जाउछि एम्ति गोटे असुचि पची सढ़ी जायतिबा शव सहित एही प्रकार लोक मानक तुलना करा जाउछि आमे माने देखु एही जो आउ धर्म गुरु माने ए माने बहुत उच्च शिक्षित थिले ए माने अनेक डिग्री मानक पाखरे थिला समाज रे मानक उत्तम नाम थिला समाज रो सब काम रे माने आगुआ थिले ए माने प्रत्येक काम करूथिले वाक्य अध्ययन करिबा वाक्य को शिक्षा देबा व्यवस्था विषय रे लोक मानकु सचेतन करिबा ए मानकर अनेक काम थिला ए माने काम करिबा लोक माने किंतु प्रभु यीशु ख्रीष्ट एवं कोसंती तुमे सेई सुखी जायतिबा आ सेई समाधि परे हुए तो बाहरे समाधि को बहुत भलो भाबरे पेंटिंग करिकि रंगीन करा जायछि हुए तो सुंदर देखा जाय पारे किंतु ता भितरे जे परि 25 सडी दुर्गंध होय सुखी जायछि तुमे माने सेही परि लोक माने अठ काहे कि प्रभु यीशु ख्रीष्ट एही परि कहिले आमे आओ अनेक काम करिथाओ आमे बाबू आमे आओ अनेक कमाई उत्तम काम करूछु मंडली भितरे हो समाज रे हो अनेक उत्तम काम करिबा लोक मान कपाई काहे के परि कथा सुछि मुख्य विषय कोन माने आमे माने देखिबा माथ्यू तार 7 अध्याय 22 एवं 23 पद से दिन अनेक मते कहिबे हे प्रभु आम्हे माने कि तुम नाम रे भाववाणी कहिलु नानी पुणी तुम नाम रे कि भूत मानको छड़ाइलु नानी आ तुम नाम रे कि अनेक शक्तिर कार्य कलु नानी सेते बेले मु से मानको स्पष्ट रूपे कहिबी मु तुम मानको केबे हे जानि नानी हे अधर्मचारी माने मो पाखरो दूर हुआ
ଈଶ୍ୱର କହୁଛନ୍ତି ମୁଁ ତୁମକୁ କେବେ ହେ ଜାଣି ନାହିଁ, ହେ ଅଧର୍ମାଚାରୀ ମାନେ ମୋ ସମ୍ମୁଖରୁ ଦୂର ହୁଅ। ମୁଁ ତୁମକୁ କେବେ ହେ ଜାଣେ ନାହିଁ। ଏହାର ଅର୍ଥ ହେଉଛି ଆମେମାନେ ସବୁ କାମ କରିପାରୁ, ପ୍ରଭୁଙ୍କ ନାଁରେ ଆମେମାନେ କରିପାରୁ, ପ୍ରଭୁଙ୍କର ସେବା କରିପାରୁ, ପ୍ରଭୁଙ୍କ ନାଁରେ ଅନେକ ବିଷୟ କହିପାରୁ, କିନ୍ତୁ ଯଦି ପ୍ରଭୁଙ୍କ ସହିତ ଆମର ସମ୍ପର୍କ ନାହିଁ ସେ ଆମକୁ ଜାଣିପାରିବେ ନାହିଁ। ମୁଖ୍ୟ ବିଷୟ ହେଉଛି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା। এই সম্পর্ক কিপরি স্থাপন हुए যিশায় তার 65 অধ্যায়ের 12 পদ পড়ন্তু। ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ। ପର୍ବତ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧସ୍ଥାନରେ ନଇଁ ପଡ଼ିବ। କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ। ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ। ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁ ତାହା ହିଁ ମନୋନୀତ କଲ। ପରମେଶ୍ୱର କହୁଛନ୍ତି କାରଣ ଆମେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ। ଆମେ ସବୁବେଳେ ନିଜ ଆଡୁ ଖାଲି ପ୍ରଭୁଙ୍କୁ ଆମେ କହିଥାଉ। ଆମର ପ୍ରାର୍ଥନା, ଆମର ସେବା କାର୍ଯ୍ୟ, ଆମର ବାକ୍ୟ ଧ୍ୟାନ, ଆମର ଆତ୍ମିକ ଜୀବନ, এই ସମସ୍ତ ବିଷୟ ଯଦି ଗୋଟିଏ ଆଡୁ ହିଁ ହେଉଛି ତେବେ ସମ୍ପର୍କ ସେହି ସ୍ଥାନରେ ନଥିବ। ଯେହେତୁ ପ୍ରଭୁ ମଧ୍ୟ ସେ କଥା କହନ୍ତି ଆଉ ପ୍ରଭୁ ଚାହାନ୍ତି ଯେ ଆମେମାନେ ପ୍ରଭୁଙ୍କର କଥା ଶୁଣିବାର ଅଛି। ସାଧାରଣ ଭାବରେ ଆମେ ଦେଖୁ ଆମମାନଙ୍କର ପରସ୍ପରର ଯୋଗାଯୋଗରେ ଯଦି ଆମେ ଜଣେ ବ୍ୟକ୍ତିକୁ ଜଣେ ବନ୍ଧୁକୁ ଆମେ ଫୋନ କରିବା ଦିନେ 2 ଦିନ 5 ଦିନ 2 ସପ୍ତାହ 3 ସପ୍ତାହ ଖାଲି ଆମ ପଟୁ ହିଁ ଆମେ ଫୋନ କରୁଛୁ, କିନ୍ତୁ ସେ ଆମକୁ ଫୋନ କରୁନାହାନ୍ତି। ଆମକୁ ଟିକେ ଖରାପ ଲାଗିବ। ଆରେ କେତେ ମୋ ପକ୍ଷରୁ ମୁଁ କେତେ ଫୋନ କରିବି, ଛାଡ଼ ଆମକୁ ଆଉ ଫୋନ କରିବି ନାହିଁ। ଯଦି ଆମେ ହିଁ ଆମ ପଟରୁ ଜଣଙ୍କ ସହିତ କଥା ହେଉଥିବା ଆଉ ସେ ଯଦି କଥା ହେବ ନାହିଁ ସେ ସମ୍ପର୍କ ତିଷ୍ଠିକି ରହିପାରିବ କି? ସମ୍ପର୍କ ଯଦି ବିଲ୍ଡଅପ୍ ହେବାର ଅଛି, ନିର୍ମିତ ହେବାର ଅଛି, ତେବେ ସମ୍ପର୍କ ଉଭୟ ପାର୍ଶ୍ୱରୁ ହେବାର ଆବଶ୍ୟକ ଅଟେ। ସେତେବେଳେ ଦୁଇ ପଟରୁ ହୁଏ ତେବେ ହିଁ ଗୋଟିଏ ସମ୍ପର୍କ ସ୍ଥିରୀକୃତ ହୁଏ। ପରମେଶ୍ୱର ଏହି ସମୟରେ ଆହ୍ୱାନ ଦିଅନ୍ତି ଯେ ଆମେମାନେ ପ୍ରଭୁଙ୍କୁ ଜାଣିଛୁ କହିକି କେବଳ ଆମ କଥା ହିଁ ଆମେ କହୁଥିବା, ଆମେ ପ୍ରାର୍ଥନା କରିଦେଉଥିବା, ଚାଲି ଯାଉଥିବା, ବାକ୍ୟ ଧ୍ୟାନ କରୁଥିବା, ବାକ୍ୟ ପଢୁଥିବା, କହୁଥିବା, ଚାଲି ଯାଉଥିବା, ଆମର ନୀତିଦିନିଆ କାମ କେବଳ ଆମେ ନିଜେ ନିଜେ କରୁଥିବା, କିନ୍ତୁ ପରମେଶ୍ୱର କଣ କହୁଛନ୍ତି ପରମେଶ୍ୱରଙ୍କ ପ୍ରତି ଆମର କର୍ଣ୍ଣ ରଖିନଥିବା। ଯେହେତୁ ପରମେଶ୍ୱର ସେ କଥା କହନ୍ତି, ପରମେଶ୍ୱରଙ୍କର ଗୋଟିଏ ଇଚ୍ଛା ଅଛି ଆମେ କିପରି ଆତ୍ମିକ ଜୀବନ କାଟିବା, ଆମର ସେବା କିପରି ହେବାର ଅଛି, ଆମର ଚାଲିଚଳଣି କିପରି ହେବାର ଅଛି, ଆମର ଆତ୍ମିକ ଜୀବନ କିପରି ହେବାର ଅଛି, ଏହା ପରମେଶ୍ୱର ଚାହାନ୍ତି ଆଉ ସେ କଥା କହନ୍ତି। ପ୍ରିୟମାନେ, ତାଙ୍କ କଥା ଯଦି ନ ଶୁଣି ଆମେ ନିଜ କଥାରେ ଯଦି ବଢୁଥିବା ତେବେ ପରମେଶ୍ୱର ଏବଂ ଆମ ସହିତ ସମ୍ପର୍କ ସ୍ଥିର ହୋଇପାରିବ ନାହିଁ। ତେଣୁ କରି ସେଦିନ ଅନେକ ଲୋକମାନେ ଆସିଲେ, ପ୍ରଭୁ ତୁମ ନାମରେ ମୁଁ ଭୂତ ଛଡ଼ାଇଛି, ପ୍ରଭୁ ତୁମ ନାମରେ ମୁଁ ଆଶ୍ଚର୍ଯ୍ୟ କର୍ମ କରିଛି, ପ୍ରଭୁ ତୁମ ନାମରେ ଅନେକ କାର୍ଯ୍ୟ ମୁଁ କରିଛି, କିନ୍ତୁ ଯୀଶୁ କହୁଛନ୍ତି ମୁଁ ତୁମକୁ କେବେ ଜାଣେ ନାହିଁ, ଏ ଅଧର୍ମଚାରୀଙ୍କ ଠାରୁ ଦୂର ହୋ। ଅର୍ଥାତ୍ ସେହି ଲୋକଙ୍କର ଯୀଶୁଙ୍କ ସହିତ ସମ୍ପର୍କ ନାହିଁ। ପ୍ରିୟମାନେ, ପ୍ରଭୁ ଆମକୁ ଆହ୍ୱାନ ଦିଅନ୍ତି ଆମେମାନେ ଏହିପରି ଭାବରେ ଆମେ ସମସ୍ତେ ଇନକ୍ଲୁଡିଂ ମି ଆମେ ସମସ୍ତେ ଆସୁଥିବା, ଯାଉଥିବା, ପ୍ରାର୍ଥନା କରୁଥିବା, ସାରୁଥିବା,
ବାକ୍ୟ ଶୁଣୁଥିବା ଯାଉଥିବା ବଡ଼ ବଡ଼ ସଭା ବଡ଼ ବଡ଼ ବକ୍ତାକୁ ଡାକୁଥିବା ଚାଲୁଥିବା କିନ୍ତୁ ଯଦି ଆମେ ମାନେ ଟିକେ ରହିକି ପ୍ରଭୁ তুমি কোন চাହୁଛ প্রভুଙ୍କ কথা যদি শুনিবা ନାହିଁ ତେବେ ନିଶ୍ଚିତ ଭାବରେ ଆମେ ମାନେ ସେହି ସମ୍ପର୍କରେ ସ୍ଥିର ହୋଇ ରହିପାରିବା ନାହିଁ। ଏହି ସ୍ଥାନରେ ଆମେ ମାନେ ଦେଖୁ ଯେ ଏହିପରି ଅନେକ କାମ କଲା ପରେ ମଧ୍ୟ ପ୍ରଭୁ ତାଙ୍କୁ କହି ଦେଉଛନ୍ତି ମୁଁ ତୁମକୁ କେବେ ହେଲେ ଜାଣି ନାହିଁ। ଆମେ ମାନେ ଦେଖୁ ଆଉ ଜଣେ ବ୍ୟକ୍ତି ଲୁକ ତାର 16 ଅଧ୍ୟାୟରେ ଆମେ ମାନେ ଦେଖିବା 22 ଏବଂ 23 ପଦ। କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହମଙ୍କ କୋଳକୁ ନିଆଗଲା। ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। ଆଉ ସେ ନରକ ଯନ୍ତ୍ରଣାରେ ବଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହମ ଓ ତାଙ୍କ କୋଳରେ ଲାଜାରଙ୍କୁ ଦେଖିଲା। ମୃତ୍ୟୁ ବିଷୟରେ କହୁ କହୁ ପ୍ରଥମେ ଆମେ ମାନେ ଦେଖିଲୁ କି এই যে ধর্মগুরু উচ্চ শিক্ষিত সম্মানস্পদ লোকମାନେ শাস্ত্রী এবং ফারসী সেମାନଙ୍କୁ প্রভু যীশু খ্রিস্ট ଆଉ ସେ ଶୁକ୍ଳୀକୃତ ସମାଧି ସହିତ ତୁଳନା କଲେ। ଦ୍ୱିତୀୟରେ ଆମେ ଏହି ସ୍ଥାନରେ ଦେଖୁଛୁ ଗୋଟେ ବହୁତ ବଡ଼ ଧନୀ ଲୋକ ନିଶ୍ଚୟ ତାହାର ନାମ ଅଛି ତାହାର ପଦ ମର୍ଯ୍ୟାଦା ଅଛି ତାର ସମ୍ମାନ ମଧ୍ୟ ଅଛି ଗୋଟେ ବହୁତ ବଡ଼ ଧନୀ କିନ୍ତୁ ସେହି ଧନୀ ସେ ମୃତ୍ୟୁବରଣ କଲା ଏବଂ କେଉଁଠି ଅଛି ନରକ ଯନ୍ତ୍ରଣାରେ କଲବଲ ହେଉଛନ୍ତି। ଏହି ଧନୀ ବିଷୟରେ ଯେତେବେଳେ ଆମେ ମାନେ ଦେଖୁ ନରକରୁ ଥାଏ ସେ ଦେଖୁଛନ୍ତି ଅବ୍ରାହମକୁ ଚିହ୍ନୁଛି ଆଉ କହୁଛି ହେ ପିତା ଅବ୍ରାହମ। এই জনে জিহুদি লোক ମଧ୍ୟ এই ସ୍ଥାନରେ ଆମେ ମାନେ ଦେଖୁ କଥାବାର୍ତ୍ତା ହେଉ ହେଉ ଅବ୍ରାହମ କହିଲେ ଯେ ତୁମ ଭାଇମାନଙ୍କ ପାଖରେ ଧର୍ମଶାସ୍ତ୍ର ଅଛି। ଧର୍ମଶାସ୍ତ୍ର ମଧ୍ୟ ପାଖରେ ଥିଲା। এই ধনী লোক এই অব্রাহামକୁ ଜାଣିଛି এই ଜଣେ ଜିହୁଦି ଲୋକ এই ପରମେଶ୍ୱରକୁ ଜାଣେ ଧର୍ମଶାସ୍ତ୍ର ମଧ୍ୟ ତା ଘରେ ରଖାଇଛି କିନ୍ତୁ ସବୁ ହେଲା ପରେ ମୃତ୍ୟୁବରଣ କଲା ପରେ କେଉଁଆଡ଼େ ଯାଉଛି ନରକକୁ ଯାଉଛି। ଯେହେତୁ ବାଇବେଲ ସହିତ ତାର କିଛି ଲେନା ଦେନା ନାହିଁ ପ୍ରଭୁଙ୍କ ନିମନ୍ତେ ତାର କିଛି ମନୋଯୋଗ ନାହିଁ। ତାର ମନୋଯୋଗ ଅଛି ସେ ଧନୀ ସେ ଯାହା ତାର ଇଚ୍ଛା ତାହା ସେ କରିବ। କିଏ ତାକୁ କଣ କୁହନ୍ତୁ ବା ନ କୁହନ୍ତୁ ସେଥିରେ କିଛି ଖାତିର ନାହିଁ। ଆମେ ଜାଗ୍ରତ ହେବାକୁ ପଡ଼ିବ। এই অল্প দিনর যে জীবন প্রভু ଦେଇଛନ୍ତି এই সময় পরে পরে দুইটা বিষয় আমি সমস্তଙ୍କ ପାଇଁ ରଖାইছি ମୋର প্রিয় মানে ମୁଁ କହୁନାই পরমেশ্বরଙ୍କ জীবন্ত বাক্য কহে এবং ପାଇଁ তুমি চিন্তিত ହୁଅ ନାହିଁ মলা পরে যে স্থান তুমি পাইব সেটির মধ্যে তুমি চিন্তিত ହୁଅ। ଏହା অত্যন্ত গভীরতার সহিত ଆମକୁ ବୁଝିବାର ଅଛି। জীবন কাଳରେ ধনী কাହାର কথা নাই এমতি কি ସେ ଲାଜାର ତା ପାଖରେ ରହିକି ଆଉ ସେ ପଡ଼ି ରହିଥିଲା ପଚାରିବା ଲୋକ ନାହିଁ ଘା ହେଇଯାଇଛି ଲେଖା ଅଛି କୁକୁରମାନେ ଆସି ତା ଘା ମଧ୍ୟ ଚାଟୁଥିଲେ। କି ଭୟାନକ ପରିସ୍ଥିତି। ଧନୀର ଆଖି ନଥିଲା କି ତାର ଆଖି ଥିଲା ସେ ସବୁ ଦେଖୁଛି ଜାଣୁଛି ମୋର ଅଣ୍ଠା ପିଗିଲେ এই লোক ଖାଉଛି এইটা ବି ତାଙ୍କୁ ଜଣା। କେମିତି ହୃଦୟ ପଥର ପରି ହୃଦୟ ଖାଲି ସେ ନିଜ ଉପରେ ଧନ ସଞ୍ଚୟ କରି ଆମ ପ୍ରବୋଧରେ ଲାଗିଥିଲା କିନ୍ତୁ ମୃତ୍ୟୁ ବାସ୍ତବ ଅଟେ। ଧନୀ ହେଉ କିମ୍ବା ଦରିଦ୍ର ହେଉ ସେ କେଡ଼େ ବଡ଼ ନେତା ହେଉ ମୃତ୍ୟୁ ସମସ୍ତଙ୍କ ପାଇଁ ଅଛି। ମୃତ୍ୟୁ ପରେ ଆଉ କିଛି ନାହିଁ। ଧନୀ ଦେଖନ୍ତୁ ଜୀବନ କାଳରେ ମନ ପରିବର୍ତ୍ତନ କଲା ନାହିଁ ମରଣ ଉତ୍ତାରେ ନର୍କରୁ ସେ ମନ ପରିବର୍ତ୍ତନ କରି ପ୍ରାର୍ଥନା କରୁଛି କିନ୍ତୁ ତାର ଭ୍ୟାଲିଡିଟି ଓଭର ଆଉ সেই সময় নাই। প্রিয় মানে প্রভু আমମାନଙ୍କୁ ଏହି କଥା କହନ୍ତି ଆମମାନଙ୍କର ବିଶ୍ୱାସ ଜୀବନର ଗୃହ এই ଘରକୁ ଆମେ କେମିତି ବାନ୍ଧୁଛୁ ଆମର ଇଚ୍ଛାରେ ନା ପ୍ରଭୁଙ୍କର ଇଚ୍ଛାରେ। ଆମେ ଆମ ବିଶ୍ୱାସର ଘରକୁ ନିଜର ଡିଗ୍ରୀ ନିଜର
ଶିକ୍ଷା ନିଜର ଆଉ ବାହ୍ୟ ଧର୍ମ କର୍ମ ନିଜର ଇଚ୍ଛା ନିଜର ମାନ ସ୍ୱାଭିମାନ ରାଜନୀତି କୂଟନୀତି ଧର୍ମନୀତି ଏଇପରି ଭାବରେ ଯଦି ଆମେମାନେ ଆମ୍ଭମାନଙ୍କର ଆତ୍ମିକ ଗୃହକୁ ନିର୍ମାଣ କରୁଛୁ ଯୀଶୁ କୁହନ୍ତି ଏଇପରି ଗୃହ ବାଲିରେ ନିର୍ମିତ ଗୃହ ଅଟେ ଆଉ ସେଇ ଘର ତାକୁ ଗ୍ୟାରେଣ୍ଟି ଦିଆ ହେଇଛି ଯେ ସେଟା ଭାଙ୍ଗିବ ସେଟା ଭୁଷୁଡ଼ିବ ବାଲିରେ ନିର୍ମିତ ଗୃହ ଅଟେ ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି ଯେ ଆମେମାନେ କିପରି ବାକ୍ୟ ଶୁଣୁଛୁ ଆମେମାନେ କିପରି ପ୍ରଭୁଙ୍କ ବିଷୟରେ ମନୋଯୋଗୀ ଅଟୁ ତାହା ଆମେମାନେ ନିଜେ ଧ୍ୟାନ କରୁ କିନ୍ତୁ ପୁଣ୍ୟ ସମସ୍ତଙ୍କର ପାଇଁ ଧନୀ ହେଉ କିମ୍ବା ଦରିଦ୍ର ହେଉ ସେ ଶାସ୍ତ୍ରୀ ଫାରୁସୀ ହୁଅନ୍ତୁ କିମ୍ବା ସେ ଆଉ ଭୟଙ୍କର ଦିନ ଦରିଦ୍ର ନ ଜାଣିବା ଲୋକ ହୁଅନ୍ତୁ ପୁଣ୍ୟ ସୁସମାଚାର ସମସ୍ତଙ୍କର ପାଇଁ ପ୍ରଭୁ ଏହି ସାଥୀ ମଣ୍ଡଳୀ ମାଧ୍ୟମରେ এই ଗୋଟେ ସୁନ୍ଦର ବିଷୟ କହନ୍ତି ଯେ ତୁମେ ମୃତ ଅବସ୍ଥାରେ ଥିଲେ ମଧ୍ୟ ତୁମେ ପରିପକ୍ୱ ଅବସ୍ଥାକୁ ଆସି ପାରିବ ଗୋଟେ ସୁଯୋଗ ଅଛି ଗୋଟେ ଅପରଚୁନିଟି ଅଛି ସମସ୍ତଙ୍କ ପାଇଁ କିପରି ଭାବରେ ହେବ ନା ଆମେମାନେ ଦେଖୁ ଯେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ କି ଜଗତରେ ସବୁଠାରୁ ଧନୀ ଲୋକକେ ଯୀଶୁ ତାରପରେ ଧନୀ ନା କେ ଥିଲେ ଆଉ ନା ହେଇ ପାରିବେ ଯେ କି 5 କୋଟି 2 ମାସରେ 15-20 ହଜାର ଲୋକ ମଧ୍ୟ ଏମିତି କରିକି କୁଏ ଦିଅନ୍ତି ଯେ କି ମାଛରୁ ଟଙ୍କା ବାହାର କରି ପାରନ୍ତି ତାଙ୍କ ଉପରେ ଧନୀ ଲୋକ ଆଉ କି ଅଛନ୍ତି କି ତାଙ୍କ ଉପରେ ଶକ୍ତିଶାଳୀ କି ଅଛି କି ଝଡ଼ ତୋଫାନକୁ ବନ୍ଦ କରି ଦିଅନ୍ତି ଯାହାକୁ କି ଆଉ ସେ ବାହିନୀ ଭୂତ ଦେଖିଦେଲେ ଥରହର ହେ ଚାଲି ଯାଆନ୍ତି ତାଙ୍କ ଉପରେ ଜ୍ଞାନୀ କି ଅଛନ୍ତି କି ଯେ କି କହିବା ମାତ୍ରେ ସମସ୍ତଙ୍କର ମୁଖ ବନ୍ଦ ହେଇଯାଏ କିନ୍ତୁ ସେଇ ଯୀଶୁ କହିଲେ କିନ୍ତୁ ମୋର ଇଚ୍ଛା ନୁହେଁ ତୁମର ଇଚ୍ଛା ସଫଳ ହେଉ ଆଜି ଆମମାନଙ୍କ ନିମନ୍ତେ ପରମେଶ୍ୱର ଏହି ବାକ୍ୟ ଆଜି ଆହ୍ୱାନ ଦେଉଛି ମୋ ଇଚ୍ଛା ନାହିଁ ପ୍ରଭୁ ତୁମ ଇଚ୍ଛା ସଫଳ ହେଉ ତେଣୁ କରି ଯୀଶୁ କହିଲେ ଯେ ମୋର ପଛେ ଆସିବା ପାଇଁ ଚାହେଁ ନିଜ ପୃଷ୍ଠ ବହନ କରି ମୋର ପଦ ଚିହ୍ନ ଦେଇ ସେ ଗମନ କରୁ ଅର୍ଥାତ୍ ଆମମାନଙ୍କୁ ଅନେକ ବିଷୟ ଖରାପ ଲାଗିପାରେ ଆମମାନଙ୍କୁ ଅନେକ ବିଷୟ ଭଲ ଲାଗି ନପାରେ କିନ୍ତୁ ପ୍ରଭୁ ଯୀଶୁ ଯାହା ଚାହୁଁଛନ୍ତି ତାହା ହିଁ ଆମମାନେ ଆଗରେ ରଖିବାକୁ ପଡ଼ିବ ଏହା ହେଉଛି କୃଷ୍ଟ ବହନ କରିବାର ଅର୍ଥ ଅଟେ ଦୁଃଖ ଆସିପାରେ କଷ୍ଟ ଲାଗିପାରେ କିନ୍ତୁ ଯୀଶୁଙ୍କୁ ଆମେମାନେ ଦେଖିବା ମୋର ଇଚ୍ଛା ନାହିଁ ଯୀଶୁଙ୍କର ଇଚ୍ଛା ହେଉ ଆମେ ସମସ୍ତଙ୍କ ପାଇଁ ପ୍ରଭୁ ଆହ୍ୱାନ ଦିଅନ୍ତି ପ୍ରିୟମାନେ ଆମେମାନେ ଦେଖୁ ଫାରୁସୀ ଆଉ ଶାସ୍ତ୍ରୀମାନଙ୍କ ମଧ୍ୟରେ ଶିଷ୍ୟମାନଙ୍କ ସମୟରେ ପେଣ୍ଟିକଷ୍ଟ ପରେ ଗମଲିଏଲ ନାମକ ଜଣେ ବହୁତ ସମ୍ମାନସ୍ପଦ ଆଉ ଅଧ୍ୟାପକ ଥିଲେ ବ୍ୟବସ୍ଥା ଅଧ୍ୟାପକ ଯେତେବେଳେ କି ଆଉ ଶିଷ୍ୟମାନେ ଯୀଶୁଙ୍କ ବିଷୟ ପ୍ରଚାର କରୁଛନ୍ତି ଏହି ଫାରୁସୀ ଶାସ୍ତ୍ରୀମାନଙ୍କୁ ଏମାନେ ଦୋଷୀ କରୁଛନ୍ତି ଏମାନେ ହିଁ ଯୀଶୁଙ୍କୁ କ୍ରୁଶରେ ବଧ କରିଛନ୍ତି সেই সময়ে এমানে লাজ্জ হয়ে গলে এমানে অপমান হয়ে গলে ଆଉ কହୁଛନ୍ତି এমানে ଆଉ বঞ্চি রইলে ହେବ নাই এମାନଙ୍କୁ বদ্ধ କରି দেবার ଅଛି ସେତେବେଳେ ଉଠିଲେ ଆଉ ମହାସଭାରେ ଗମଲିଏଲ ଉଠିକି ଆଉ ସେମାନଙ୍କୁ ଗୋଟେ ସୁନ୍ଦର ପରାମର୍ଶ ଦେଉଛନ୍ତି ଭାଇମାନେ ଆଉ ତୁମେ ଏମାନଙ୍କ ବିରୁଦ୍ଧରେ ଯାଉଛ ସାବଧାନ ହୁଅ ଆଉ ଯଦି ଏହା ଈଶ୍ୱରଙ୍କର ଆଡୁ ହେଇ ନାହିଁ ଆପେ ଆପେ ସେମାନେ ପତନ ହେଇଯିବେ କିନ୍ତୁ ଯଦି ଈଶ୍ୱରଙ୍କ ଆଡୁ ହେଇଛି ମନେ ରଖ ତୁମେ ଈଶ୍ୱରଙ୍କ ସହିତ ଯୁଦ୍ଧ କଲା ପରି ହେଇଯିବ ଆଉ ଗୋଟେ ସୁନ୍ଦର ଆଉ ଉପଦେଶ ଦେଲା ପରେ ସେମାନେ ସେଥିରୁ ବିରତ ରହିଲେ ଗମଲିଏଲ ଅର୍ଥାତ୍ ସେ ନିଜର ଇଚ୍ଛା ନୁହେଁ ଈଶ୍ୱରଙ୍କ ଇଚ୍ଛାକୁ ସମ୍ମୁଖରେ ରଖିଲେ ଭଲ ଲାଗେ ନାହିଁ କିନ୍ତୁ ଈଶ୍ୱରଙ୍କ ଇଚ୍ଛା ସେ ସମ୍ମୁଖରେ ରଖିଛନ୍ତି ଆମେମାନେ ଦେଖୁ ଫାରୁସୀ ମାନଙ୍କ ମଧ୍ୟରେ ନିକୋଦିମ ଆଉ ସେହିପରି ମହାସଭାର ସଦସ୍ୟ ଆରାମାତିଆ ଯୋସେଫ ସେମାନେ ମଧ୍ୟ ପ୍ରଭୁଙ୍କୁ ଗ୍ରହଣ କରି ପ୍ରଭୁଙ୍କ ନିକଟବର୍ତ୍ତୀ ହେଲେ ଆଜି ସମସ୍ତଙ୍କ ପାଇଁ ପ୍ରଭୁଙ୍କ ରାଜ୍ୟ ଉନ୍ମୁକ୍ତ ଅଟେ ଯୀଶୁ କହନ୍ତି ଯେଉଁମାନେ ନିଜ ଇଚ୍ଛାରେ ଚାଲୁଛନ୍ତି ସେମାନେ ଶୁକ୍ଳୀକୃତ ସମାଧି ପରି ସେମାନଙ୍କ ପାଇଁ ନର୍କ ରଖାଯାଇଛି ଆଉ ଯୀଶୁ এই কথা କହୁଛନ୍ତି
ତୁମମାନଙ୍କୁ ଆଗେ ଆଗେ ପରଗ୍ରାହୀ ଆଉ ବେଶ୍ୟାମାନେ ମଧ୍ୟ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରୁଛନ୍ତି। ଅର୍ଥାତ୍ ଆମମାନଙ୍କୁ ହୃଦୟ ଏତେ କଠିନ ଯେ ପ୍ରଭୁ ଯୀଶୁ ନାହିଁ ମୋର ଇଚ୍ଛା ସଫଳ ହେଉ। କି ଭୟାନକ ଲୋକମାନେ ସେ ସମୟରେ ଥିଲେ ଯେଉଁମାନେ କହୁଥିଲେ ଏଇ ଯୀଶୁଙ୍କର ରକ୍ତପାତର ଦୋଷ ମୋ ଉପରେ ମୋ ପିଲାମାନଙ୍କ ଉପରେ ପଡୁ କିନ୍ତୁ ତାଙ୍କୁ କ୍ରୁଶରେ ଚଢ଼ାଯାଉ। କି ଭୟାନକ ଲୋକମାନେ, ହୃଦୟ କେତେ କଠିନ ଅଟେ। କିନ୍ତୁ ଦିନ ଆସିବ, ମୃତ୍ୟୁ ଆସିବ ଆଉ ସେମାନେ ମରିଗଲା ପରେ ଆଉ କିଛି ନାହିଁ, ସିଧା ସେମାନଙ୍କ ପାଇଁ ନରକ ଜଗିଛି। ପ୍ରିୟମାନେ, ଏହିପରି ବିଶ୍ୱାସୀ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ ବିଶ୍ୱାସୀ ଭାବରେ ପ୍ରକାଶ କରନ୍ତି। ସେମାନେ କି ନିଜର ଇଚ୍ଛା ନୁହେଁ, ନିଜର ଇଚ୍ଛା କରି ଯୀଶୁଙ୍କର ଇଚ୍ଛାକୁ ପୃଥକ ରଖନ୍ତି। ପ୍ରଭୁ କିନ୍ତୁ ଆହ୍ୱାନ ଦିଅନ୍ତି ଯେ ଆମେମାନେ ନିଜ ଇଚ୍ଛା ନୁହେଁ ଈଶ୍ୱରଙ୍କ ଇଚ୍ଛାକୁ ସମ୍ମୁଖରେ ରଖୁ। ଦ୍ୱିତୀୟରେ ଆମେମାନେ ଦେଖିଲୁ କି କିପରି ବିଶ୍ୱାସୀ ଦୁର୍ବଳ ବିଶ୍ୱାସୀ। ପ୍ରକାଶିତ ବାକ୍ୟ ଲେଖାଯାଏ ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବଳ କର। ଆମମାନଙ୍କ ଠାରେ କେଉଁ ବିଷୟ ଅଛି? ଆମମାନଙ୍କ ଠାରେ ଆମେ ବାକ୍ୟ ପଢୁଛୁ, ବାକ୍ୟ ଧ୍ୟାନ କରୁଛୁ, ଆମେ ପ୍ରାର୍ଥନା କରୁଛୁ, ଆମେମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛୁ, ଆମେମାନେ ସେବା କରୁଛୁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି ସମୟ ବହୁତ ଭୟାନକ। ତାହା ଏପରି ଆସି ପଡ଼ିବ ଯେ ତୁମର ବିଶ୍ୱାସର ଜୀବନରେ ହୁଏତ ସମ୍ଭବ ହେଲେ ତାହା ଲୁପ୍ତ ହୋଇଯିବାର ଚାନ୍ସ ଅଛି। ତୁମର ପ୍ରାର୍ଥନାର ଜୀବନ ଲୁପ୍ତ ହୋଇଯିବାର ଚାନ୍ସ ଅଛି। ତୁମର ବାକ୍ୟ ଧ୍ୟାନର ଜୀବନ ଲୁପ୍ତ ହୋଇଯିବାର ସମ୍ଭାବନା ଅଛି। ତେଣୁ ତୁମେମାନେ ଏହି ସମସ୍ତ ଅବଶିଷ୍ଟ ବିଷୟକୁ ସବଳ କର। ମାନେ ସେମାନେ ଦୁର୍ବଳ ଅଛନ୍ତି, ସେମାନଙ୍କୁ ଏହି ସବୁ ବିଷୟକୁ ସବଳ କରିବାର ଅଛି। ପ୍ରଥମ କରନ୍ତୀୟ ତାର 8 ଅଧ୍ୟାୟ 7 ପଦ ଆମେ ପାଠ କରିବା। ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ, କିନ୍ତୁ କେତେକ ଲୋକ ଏ ପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ। ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଣ ହୁଏ? କରିନ୍ଥୀୟ ମଣ୍ଡଳୀରେ ଅନେକ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ସେମାନେ ମଣ୍ଡଳୀରେ ସଂଯୁକ୍ତ ହେଇଥିଲେ, କିନ୍ତୁ ବିଶ୍ୱାସ କଲା ପରେ ମଧ୍ୟ ସେମାନଙ୍କର ଚିନ୍ତାଧାରା ଦେଖନ୍ତୁ, ସେମାନେ ଭାବୁଥିଲେ ସେ ଦେବତା ଅଛନ୍ତି ଆଉ ଦେବତା ଥିବା ହେତୁ ଆମେ ଦେବତାର ସେଇ ପ୍ରସାଦ ମଧ୍ୟ ଭୋଜନ କରିବାର ଅଛି। ଏଇପଟେ ଗୀର୍ଜା ଆସୁଛନ୍ତି, ଏଇପଟେ ପ୍ରାର୍ଥନା କରୁଛନ୍ତି, ବାକ୍ୟ ଧ୍ୟାନ କରୁଛନ୍ତି, ହେଲେ ମଧ୍ୟ ପୂର୍ବ ଜୀବନର ସେଇ ଦେବତାକୁ ପାଶୋରି ପାରି ନାହାନ୍ତି। এটা তো করিন্থীয় মণ্ডলীর কথা, কিন্তু 100 বছর খ্রিস্টিয়ান যে আমবে মানে আমମାନଙ୍କ ଠାରେ অনেক অনেক বিষয় ଅଛି। আজি ମଧ୍ୟ বারম্বার আমি বহু কথা ବି କହିବାକୁ ପଡୁଛି, ଯେହେତୁ ଆଜି ମଧ୍ୟ କଳା ସୂତା ଧଳା ସୂତା ଲୋକମାନେ ଆମ ଠାରେ ଧରିଛୁ। ମୋର ପ୍ରିୟମାନେ, କଳା ଟୀକା ଲଗାଇବା ଲୋକମାନେ ଆମ ଠାରେ ଧରିଛୁ। ଏହା କୋଉ ସମୟରେ କରୁଥିଲେ ନା ଯେତେବେଳେ କି ଆମର ପୂର୍ବ ପୁରୁଷ ମାନେ ପ୍ରଭୁ ଯୀଶୁଙ୍କୁ ଜାଣି ନଥିଲେ, ନ ଜାଣିବା ସମୟରେ ସେମାନେ କଳା ସୂତା ବାନ୍ଧିକି କଳା ସୂତା ଉପରେ ନିର୍ଭର କରୁଥିଲେ, କଳା ଟୀକା ଉପରେ ନିର୍ଭର କରୁଥିଲେ। ପ୍ରିୟମାନେ, କଳା ସୂତା କି କାହାକୁ ଦୁଷ୍ଟ ଆତ୍ମାରୁ ଉଦ୍ଧାର କରୁଛି ନା ରକ୍ଷା କରୁଛି? ଯଦି ଏହିପରି ଆମ ଠାରେ ଅଛୁ, ପ୍ରଭୁ ଆମକୁ କଥା କୁହନ୍ତି, ଆମେ ଯଦି ଏମିତି ଜୀବନ ଥିବା ଧୀରେ ଧୀରେ ଆମ ବିଶ୍ୱାସ ଲୋପ ପାଇଯିବ, ଧୀରେ ଧୀରେ ଆମର ଯୋଉ ପ୍ରଭୁଙ୍କ ସହିତ ସମ୍ପର୍କ ଲୋପ ପାଇଯିବ। ଯେହେତୁ ଯୀଶୁ ନୁହେଁ ଆମକୁ କଳା ସୂତା ଦରକାର, ଯୀଶୁ ନୁହେଁ ଆମକୁ ଧଳା ସୂତା କଳା ଟୀକା ଦରକାର। ଏମିତି କଥା। ଦିନେ ଗୋଟେ ପରିବାର, ଗୋଟେ ବିଶ୍ୱାସୀ ପରିବାର, ଆଉ ସେଇ ପରିବାରରେ ଆଉ ଜଣେ ଭଉଣୀ ସେ କି ପ୍ରେଗନେନ୍ସି ଥିଲେ, ତାପରେ ତାଙ୍କର ଡେଲିଭରି ହେଲା ପରେ ଆଉ ତାଙ୍କ ଛୁଆକୁ ନେଇକି ଘରକୁ ଆସିଲେ। ଘରେ ଅଛନ୍ତି ମା ଏବଂ ଛୁଆ, ଆଉ ସେମାନେ ଘରେ ଗୋଟେ ନିୟମ କରିଛନ୍ତି ନା ଯେତେବେଳେ ସନ୍ଧ୍ୟା ହେଇକି ଆସୁଛି ଘରର ଦ୍ୱାର ବନ୍ଧରେ କଣ କହୁଛନ୍ତି? କଣ
ଛାଞ୍ଚୁଣି ସେ ଝାଡୁ ସେ ଘରର ଦ୍ୱାର ବନ୍ଧରେ ପକାଉଛନ୍ତି। ସନ୍ଧ୍ୟା ସମୟରେ କେ ମଧ୍ୟ ଆସିଲେ ସେ ଛାଞ୍ଚୁଣିକୁ କାଢିବେ, ନିଜେ ଛାଟେଇବେ। ଛାଟେଇ ଦେଲା ପରେ ଛାଞ୍ଚୁଣି ଆଉ ଯେମିତି ସେମିତି ରଖିକି ଘର ଭିତରକୁ ଯିବାର ଅଛି। ଏମିତି ହଉ ସେଇ ଯୋଉ ଛୁଆର ବାପା ଆସିଲା, ସେ ଘରେ ଗୋଟେ ବୁଢୀ ମା ଥିଲେ। ବୁଢୀ ମା ସେ ତାକୁ ବହୁତ କାଶ ହେଉଥାଏ। ସେ ପୁରା କାଶ ଛେପ କଙ୍କାରୁ ବାହାରିଲା, ସେ ଛେପ ପକେଇଲା। ଛେପ ପକେଇବାରୁ ଏଇ ଛାଞ୍ଚୁଣି ନେଇଛନ୍ତି, ନ ଜାଣିକି ତାର ଛେପ କଙ୍କାରୁ ମଧ୍ୟ ତାକୁ ଛାଟେଇ ଦେଇଛନ୍ତି। ସେ ଝାଡୁ ସେ ଛାଞ୍ଚୁଣିରେ ଲାଗିଛି। ସେ ତାପରେ ସେ ବାବୁ ଆସିଲା, ଛୁଆର ବାପା। ସନ୍ଧ୍ୟା ସମୟରେ ତ ତାପରେ ଯେମିତି ସେ କରେ ସେମିତି ସେ ଛାଞ୍ଚୁଣି ନେଇକି ପୁରା ଛାଟେଇ ହେଇଥିଲା ଯେ ସେ ପୁରା କଙ୍କାରେ ତା ପୁରା ଶରୀରରେ କଣ ଲାଗିଗଲା। ତାପରେ ସେ ଦେଖିଲା ସମସ୍ତେ ତା ସ୍ତ୍ରୀ ସମସ୍ତେ ଛି 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 କଣ ଲାଗିଛି। ସାଙ୍ଗେ ସାଙ୍ଗେ ଆସିଲା ତାର ମାନିଆ କାଢିକି ଆଉ ସେ ଆଉ ଗୋଟେ ଡ୍ରେସ୍ ପିନ୍ଧିଲା। ତାର କିଛି ଦିନ ପରେ, ଦିନେ ଦୁଇ ଦିନ ପରେ ଯୋଉ ମାକି ଯୋଉ ଛୁଆର ମା ତାକୁ ଗୋଟେ ଦୁଷ୍ଟ ଆତ୍ମା ଲାଗି ଯାଇଛି, ଭୂତ ଲାଗିଗଲା। ତାପରେ ପରେ ପାଷ୍ଟରକୁ ଡାକିଲେ ପ୍ରାର୍ଥନା ପାଇଁ। ସେ ପ୍ରାର୍ଥନା ପାଇଁ ତାଙ୍କୁ ଘରକୁ ଗଲେ। ଛାଞ୍ଚୁଣି ପଡ଼ିଛି ଏକା, ପାଷ୍ଟରକୁ ତ କହିପାରିବେ ନାହିଁ କି ଆଜ୍ଞା ତୁମେ ମଧ୍ୟ ଏମିତି କର ବୋଲିକି। ତାପରେ ସେ ଗଲା, ଭିତରକୁ ଗଲା, ସେ ଯାଇକି ପ୍ରାର୍ଥନା କଲା। ପ୍ରାର୍ଥନା କଲା ପରେ ସେ ଦୁଷ୍ଟ ଆତ୍ମା ମଧ୍ୟ ଚାଲିଗଲା। ପାଷ୍ଟର ଗଲା ପରେ ଆଉ ସାଙ୍ଗେ ସାଙ୍ଗେ ଆଉ ଛାଞ୍ଚୁଣି ଥିବାଟା ଅଛି। ସେମାନେ ସେ ଗଲା ପରେ ମଧ୍ୟ ଆଉ ଯେମିତି ଛାଡ଼ି ହେଉଛନ୍ତି, ହେଲେ ଆଉ ଥର ଲାଗିଲେ କେମିତି ହେବ? ବୁଝିବା ଆମେ ଗୋଟେ ଛାଞ୍ଚୁଣି ଗୋଟେ ଝାଡୁ ଆମକୁ ଭୂତ ଠାରୁ ଆମକୁ ଉଦ୍ଧାର କରୁଛି କି? ଯଦି କରୁନି କାହିଁକି ରଖୁଛନ୍ତି? ପ୍ରିୟମାନେ ଆଜି ମଧ୍ୟ ଆମ ଗାଁରେ ମୁଁ ଦେଖିଛି ବହୁତ ପରିବାର ଠାରେ ଏହା ଆମେମାନେ ଆଉ ଗୋଟେ ହାସ୍ୟ ଭାବରେ ନେଇ ଯାଅ, କିନ୍ତୁ ପ୍ରଭୁ କେଡ଼େ ଦୁଃଖ ହେଉଥିବେ ଏଥିପାଇଁ କି ମୁଁ ମରିଛି। ମୋର ପ୍ରିୟମାନେ ଆମେମାନେ ସେ ଛାଞ୍ଚୁଣି ରଖୁଛି, କିଛି ଲାଭ ନାହିଁ। କାହିଁକି ପ୍ରାର୍ଥନା କରୁଛୁ? ହେଲେ ପ୍ରଭୁ ଆହ୍ୱାନ ଦିଅନ୍ତି ଏଇ ସମସ୍ତ ଆମମାନଙ୍କ ଜୀବନରୁ ଆମେ ଛାଡ଼ିବାର ଅଛି, ନହେଲେ ପ୍ରଭୁ ଦୁଃଖ କରିବେ। ମୋର ପ୍ରିୟମାନେ ତେଣୁ କରି ପ୍ରକାଶିତ ବାକ୍ୟରେ ଯୀଶୁ କହୁଛନ୍ତି ଯଦି ତୁମେ ସଫଳ ନ କର, ଏଇ ସବୁ ଯେତିକି ଗୀତା ଆସୁଛ, ପ୍ରାର୍ଥନା କରୁଛ, ବାକ୍ୟ ପଢୁଛ, ବିଶ୍ୱାସ କରୁଛ, ଏଇ ସବୁ ଦିନେ ଲୋପ ପାଇଯିବ। ଆମେମାନେ ଏଥିପ୍ରତି ଜାଗ୍ରତ ହେବାର ଅଛି। ଆମେମାନେ ଏଇ ଯୋଉ ଦୁର୍ବଳତାର ବିଶ୍ୱାସରୁ ଆମମାନଙ୍କୁ ଊର୍ଦ୍ଧ୍ୱକୁ ଉଠିବାର ଅଛି। ପ୍ରିୟମାନେ ପ୍ରଭୁ ଆମମାନଙ୍କୁ କହନ୍ତି ଆମେମାନେ ଆଜି ମଧ୍ୟ ସେଇ ଦିନ ବାର ମାସରେ ହିଁ ଅଛୁ। ଆଜି ମଧ୍ୟ ଆମେମାନେ ସେ ଅମାବାସ୍ୟା ପୂର୍ଣ୍ଣିମାକୁ ଦେଖୁଛୁ। ଆଜି ମଧ୍ୟ ଆମେମାନେ ସେ ଦିନେ ଚାଲିଗଲେ ଅଶୁଭ ବୋଲି କହୁଛୁ। ଆଜି ମଧ୍ୟ ଆମେମାନେ ଦର୍ପଣ ଭାଙ୍ଗିଗଲେ ଅଶୁଭ ବୋଲି କହୁଛୁ। ମୋର ପ୍ରିୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସବୁ ଅଶୁଭକୁ ସେ କ୍ରୁଶରେ ହତ କରିଦେଇଛନ୍ତି। ସବୁ ଅଭିଶାପକୁ କ୍ରୁଶରେ ହତ କରିଦେଇଛନ୍ତି। ଯୀଶୁଙ୍କ ନାମରେ, ଯୀଶୁଙ୍କ ଲୋକମାନଙ୍କ ପାଇଁ ସବୁ ପବିତ୍ର ହେଇଯାଇଛି, ସବୁ ଶୁଭ ହେଇଯାଇଛି। ଆଉ ଅଶୁଭ ଜାଗାରେ ଆମେ ଯାଇକି ଠିଆ ହେଲେ ଅଶୁଭ ମଧ୍ୟ ଶୁଭ ହେଇଯିବ। ମୋର ପ୍ରିୟମାନେ ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି ଆମେ ଏଇ ଦୁର୍ବଳ ବିଶ୍ୱାସରୁ ଆମେ ବାହାରି ଆସିବାର ଅଛି। ଆଉ ପ୍ରଭୁ ଏଇ କଥା ମଧ୍ୟ କହନ୍ତି ପ୍ରଥମ କରନ୍ଥୀୟ ତାର 3 ଅଧ୍ୟାୟ 1-3 ଶୀଘ୍ର ପାଠ ଏ ଭାଇମାନେ ମୋ ଆତ୍ମିକମନା ଲୋକଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିପାରିଲି ନାହିଁ, କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କ ଠାରେ ଶିଶୁମାନଙ୍କୁ କହିଲା ପରି ତୁମ୍ଭମାନଙ୍କୁ କହିଲି। ମୁଁ ତୁମ୍ଭମାନଙ୍କୁ ଦୁଗ୍ଧ ପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମ୍ଭେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇନାହ। ଯେଣୁ ଏ ପର୍ଯ୍ୟନ୍ତ ତୁମ୍ଭେମାନେ ଶାରୀରିକ ଅଟ, କାରଣ ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମ୍ଭେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁନାହ। ହାଲେଲୁୟା। ପରମେଶ୍ୱରଙ୍କ ବାକ୍ୟ କହେ ତୁମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଛି, ତୁମ୍ଭେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁନାହ। ପାଉଲ କହୁଛନ୍ତି
ଖ୍ରୀଷ୍ଟଙ୍କ ଠାରେ ଶିଶୁମାନଙ୍କୁ କହିଲା ପରେ ତୁମମାନଙ୍କୁ କହିଲି। ଶିଶୁମାନେ ଛୋଟ ପିଲାମାନେ ସେମାନେ ଦୁର୍ବଳ ଅଟନ୍ତି, ଏତେ ବଳ ସେମାନଙ୍କର ନାହିଁ। ଆଉ ଏହି ଯୋଉ ଶିଶୁ ଏହି ଯୋଉ ଦୁର୍ବଳ ବୋଲି ସେମାନଙ୍କୁ କୁହାଯାଉଛି, ଯେଉଁମାନେ କି ଏବେ ମଧ୍ୟ ଈର୍ଷା ବିବାଦ ଅପ୍ରେମ ଏହି ସବୁରେ ଭରିଛନ୍ତି, ସେମାନଙ୍କୁ ଦୁର୍ବଳ ବିଶ୍ୱାସୀ ବୋଲି ପ୍ରଭୁଙ୍କର ବାକ୍ୟ ପ୍ରକାଶ କରେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କେତେ ମହାନ, ଆଉ ସେ ଆମମାନଙ୍କ ନିମନ୍ତେ ମୃତ୍ୟୁବରଣ କରି ତାଙ୍କର ଆଦର୍ଶ ଦେଖାଇ ଯାଇଛନ୍ତି। ସେ କହିଲେ ତୁମ ଶତ୍ରୁକୁ ମଧ୍ୟ ତୁମେ ପ୍ରେମ କର, ତୁମେ କ୍ଷମା କର। ଆଉ ଯୀଶୁ ଖ୍ରୀଷ୍ଟ ନିଜେ କ୍ରୁଶ ଉପରେ ହତ ହୋଇ ମଧ୍ୟ ସେ ଆଦର୍ଶର ବାଣୀକୁ ସେ କହିଛନ୍ତି, ହେ ପିତା ଏମାନେ କଣ କରୁଛନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। ଯଦି କ୍ଷମାର ଗୁଣ ନାହିଁ ତେବେ ଆମେ ଦୁର୍ବଳ ବିଶ୍ୱାସୀ। যদি সেই ঈর্ষা হিংসা নিন্দা এই সমস্ত যেগুলো আমাদের ভরি রয়েছে, প্রভু আমাকে কহନ୍ତି তুমে দুর্বল বিশ্বাসী। বাস্তবরে মোর প্রিয় মানে আমি মানে দুর্বল হেই পারো, কিন্তু প্রভু এক সুযোগ ଦେଇଛନ୍ତି, ଏକ ପଥ ଉନ୍ମୁକ୍ତ କରିଛନ୍ତି। ସେ ନିଶ୍ଚୟ ତୁମ ଦୁର୍ବଳତା ଯାଇ ପାରିବ, ତୁମେ ସବଳ ହେଇ ପାରିବ। ପ୍ରଭୁ ଆମମାନଙ୍କୁ ସେଥି ନିମନ୍ତେ ତାଙ୍କର ପଥକୁ ସେ ଉନ୍ମୁକ୍ତ କରିଛନ୍ତି। ଆମେମାନେ ନିଜ ନିଜକୁ ସବଳ ହେବା ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି। ଯଦି ଆମେମାନେ ଦୁର୍ବଳ ହିଁ ରହୁ, କୋଉ ସମୟରେ ପଡ଼ିବା ତାର କୌଣସି ଗ୍ୟାରେଣ୍ଟି ନଥିବ। ଦୁର୍ବଳ ଲୋକ ବେଶୀ ଝୁଣ୍ଟିବ, ଦୁର୍ବଳ ଲୋକ ବେଶୀ ପଡ଼ିବ, ସେ ବଡ଼ କାମ କରିପାରିବ ନାହିଁ। ମୋର ପ୍ରିୟ ମାନେ ଆଜି ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି ଯେ ଆମ୍ଭେମାନେ ଆମମାନଙ୍କର ଦୁର୍ବଳତାର ଜୀବନରୁ ବାହାରି ଆସୁ। କଥା ପଦକେ ଆମେମାନେ ବିଭିନ୍ନ ପ୍ରକାର ଆଉ ଅଶାନ୍ତି ଝଗଡ଼ା, ପ୍ରିୟମାନେ ବେଳେବେଳେ ଆଜିକାଲି ମଧ୍ୟ ଏହା ମୋତେ କହିବାକୁ ପଡୁଛି, ସବୁବେଳେ ଯେହେତୁ ଆମେ ଶିକ୍ଷା ଗ୍ରହଣ କରୁ, ଆଜିକାଲି ମଧ୍ୟ ଅଶାନ୍ତି ଝଗଡ଼ା ହେବା ସମୟରେ ଦାଣ୍ଡରେ ଠିଆ ହୋଇ ଗାଳି ଗୁଳଜ, ବହୁତ ଅଭଦ୍ର ଭାଷା, ଭୟାନକ ଭାଷା, ବହୁତ ଏସବୁ ମଧ୍ୟ ଆମ ମୁଖରେ ବାହାରି ଯାଉଛି। ପ୍ରିୟମାନେ ଏଥିପ୍ରତି ଆମେମାନେ ନିତାନ୍ତ ସଚେତନ ହଉ। ଆମମାନଙ୍କର ଜୀବନକୁ ସୁଧାରିବାକୁ ପଡ଼ିବ, ନଚେତ୍ ଏମିତି ହିଁ ରହିଲେ ପ୍ରଭୁ କହନ୍ତି ଏକ ସମୟ ଆସିବ ଯୋଉ ଟିକେ ପ୍ରାର୍ଥନା ଅଛି ତୁମ ପାଖରେ, ଯୋଉ ଟିକେ ବିଶ୍ୱାସ ତୁମ ପାଖରେ ଅଛି, ତାହା ମଧ୍ୟ ସରିଯିବ। ତୁମେ ଆଉ ଜୀବନ ଥିବାର କରିନାହିଁ, ତୁମେ ଦୁର୍ବଳ ମଧ୍ୟ ନାହିଁ, ମରିଯିବ ବୋଲିକି ପ୍ରଭୁ କହୁଛନ୍ତି। ସେଥିପ୍ରତି ଆମମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ତୃତୀୟରେ ଆମେମାନେ ଦେଖିଲୁ ସେ ପରିପକ୍ୱ ବିଶ୍ୱାସୀ, ଯୋଉ ବିଶ୍ୱାସୀ କି ସେ ବଡ଼ ବିଶ୍ୱାସୀ, ପରିପକ୍ୱ ବିଶ୍ୱାସୀ। ଆଉ ପ୍ରଭୁଙ୍କର ବାକ୍ୟ କହେ ଏମାନେ ମାନେ କେଉଁମାନେ? ପ୍ରଭୁ କହନ୍ତି ଅଳ୍ପ ଲୋକ, ଅତି ଅଳ୍ପ ଲୋକ ସାଥୀ ମଣ୍ଡଳରେ ଅଛନ୍ତି ଯେଉଁମାନେ କି ସେମାନଙ୍କର ବସ୍ତ୍ରକୁ ମଳିନ କରି ନାହାନ୍ତି। ଟିକେ ବଡ଼ ଲୋକ ହେଲେ ହିଁ ଆମେ ବସ୍ତ୍ରକୁ ଠିକ ଭାବରେ ରଖିବା ପାଇଁ ଆମେମାନେ ଦେଖୁ। ବିଭିନ୍ନ ପ୍ରକାର ମଳିନତା ଆସେ, ତାହା ଆମେ ବାହାର କରୁ। ଆମେମାନେ ଯେଉଁ ବସ୍ତ୍ର କି କ୍ଲିନ୍ ଥିବ, ସଫା ଥିବ, ତାହା ଆମେମାନେ ପିନ୍ଧିବା ପାଇଁ ଆମେମାନେ ଦେଖୁ। ଏହି ଯୋଉ ପରିପକ୍ୱ ବିଶ୍ୱାସୀ ମାନେ, ଏମାନେ କିଏ? ଏଭି 5ର 14 ପଦ ଆମକୁ ପ୍ରକାଶ କରେ। କିନ୍ତୁ ବୟପ୍ରାପ୍ତ ଲୋକେ ଅର୍ଥାତ୍ ଯେଉଁମାନେ ଜ୍ଞାନେନ୍ଦ୍ରିୟ ଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ। ଏମାନେ କ୍ଷୀର ପିଇବା ଲୋକ ନାହିଁ, ଏମାନେ ଷ୍ଟ୍ରଙ୍ଗ ପୁରା ନନଭେଜ ଖାଇବା ଲୋକମାନେ। ପ୍ରିୟମାନେ এইମାନେ ଆଉ ସେଇ ପରିପକ୍ୱତା ମାନେ କଣ? ବଡ଼ ହେଲେ ଆମେ ଭଲ ଆଉ ମନ୍ଦର ପ୍ରଭେଦ କରିପାରିବା। କେଉଁ ବିଷୟ ଭଲ, କେଉଁ ବିଷୟ ମନ୍ଦ ଅଟେ ଆମେ ଜାଣିପାରିବା। ଏହିପରି ବିଶ୍ୱାସୀ ମାନେ ଯେଉଁମାନେ କି ବାକ୍ୟକୁ ଯଥାର୍ଥ ଭାବରେ ବୁଝନ୍ତି, ଯେଉଁମାନେ କି ପରିସ୍ଥିତିକୁ ପଢ଼ି ପାରନ୍ତି, ଯେଉଁମାନେ କି ଭବିଷ୍ୟତ ବିଷୟରେ ଏମାନେ ଚିନ୍ତା କରନ୍ତି, ଏମାନେ ହେଉଛନ୍ତି କଣ? ପରିପକ୍ୱ ବିଶ୍ୱାସ। ମାଥ୍ୟୁ 25 ରେ ଆମେ ଦେଖୁ 10 କନ୍ୟା
चिंता अछि आमे जति दिन बंचिछु आमे बंचबा मरला परे के जानिस स्वर्ग अछि कि नरक अछि कि कोन अछि के जानिछि लोक मानकर मृत्यु परर जीवन पाई चिंता नाय এই শ্রেণীর লোক মানকু প্রভুଙ୍କର বাক্য নির্বুদ্ধি বলি কহে প্রদীপ ଅଛି বরফ সময় আসবে কি জଣା নাই ଆଉ ଏ ମାନେ ସେତି ତଳ ଅଛି ସେତି ବିଲେ ବିଲା কোন হেলে হেলা ଆମେ ଜାଣିଛୁ କି ଯାହା ହେଲେ ହେଲା ପଛେ ଏ ମାନେ ନିର୍ବୋଧ କିନ୍ତୁ ସୁବୁଦ୍ଧି ମାନେ କଣ କରିଛନ୍ତି ସେମାନେ ଭବିଷ୍ୟତକୁ ଚିନ୍ତା କରିଛନ୍ତି ତୈଳ ତ ଅଛି କିନ୍ତୁ ଏକ୍ସଟ୍ରା ତୈଳ ସେମାନେ ନେଇକି ଯାଇଛନ୍ତି ସୁବୁଦ୍ଧି ମାନେ ସେଦିନ ସେମାନଙ୍କ ପାଇଁ ବଡ଼ ଆଶୀର୍ବାଦ ହେଲା ଯେହେତୁ ବରର ସମୟ ନାହିଁ ବର ଆସିବାର ବିଳମ୍ବ ହେଇଗଲା ଆଉ ସେମାନେ ସମସ୍ତେ ଶୋଇ ପଡ଼ିଲେ ଉଠିଲା ବେଳକୁ ସମସ୍ତଙ୍କର ପ୍ରଦୀପ ନେଇକି जायछि सेही समय जो सुबुद्धि माने एक्स्ट्रा तैल नेइथिले सेमानकर काम हेइ गला किंतु निर्बुद्धि माने सेमानकर किछि चिंता नै से स्थान रे रहि गले बर आसिला सुबुद्धि माने बरको सहित गले कबाट बन निर्बुद्धि माने आसिला समय रे बन सेमानको पाउन स्थान नाही प्रिय माने आजि प्रभु हमनको आभार दियंती निर्बुद्धि परि न हो आमे माने आ सुबुद्धि परि हो बुद्धिमान ज्ञानी परि होई निज निज आचरण को आमे माने सुधार प्रभु आह्वान दियंती सुजोगर सद्व्यवहार करिबा पाई केते लोक भाबंती चोर तार लास्ट समय रे यीशु को ग्रहण करि देला आ से स्वर्ग पळै गला केते लोककर चिंता से भेंडिया समय रे मते यीशु दरकार नै टिके बाहा सभा पिला सब हेला उतरे जेतबे टिके बुढा हिसबी तेबे मो यीशु तोर कोन सेवा करबी मोर प्रिय माने आजि काली रो जीवन अनित्य अटे अनिश्चित अटे को समय कोन हेबो एही जानि नाहांती तेनु करी समय सुजोग पाओ प्रभुकर निकटवर्ती हेबा पाई प्रभु आह्वान दियंती प्रभुकर समय कोन एबे एही समय हालेलुया आमे कि सुनो मोर प्रिय माने प्रकाशित पुस्तकर सप्त मंडली निकटकू सप्त पत्रर शेषरे कहउछंती मंडली गणकू आत्मा कोन कहंती जाहार कर्ण अछि से ताहा सुनो प्रभु आह्वान दियंती सब बेले आमे एम्ति रहिबा बोली किछि ग्यारंटी नाही प्रभु आमानकू डाकंती आमे मृत विश्वासी हेई पारू आमे दुर्बल विश्वासी हेई पारू किंतु आमो पाई सुजोग अछि आमो पाई पथ मुक्त अछि आमो पाई यीशु एबे अछंती आमो पाई पवित्र आत्मा दिया जायछि आमे माने प्रभुकर कथा सुनी सेतेबेले प्रभुकर निकटवर्ती हेबा यीशुक शरीर रे आमे धीरे धीरे वृद्धि प्राप्त हेबा ताहा ही प्रभु वचन मूल लक्ष्य अटे सब मासरे आसिकी आमे यीशुकर खंड विखंडित शरीर तांकर रक्त को आमे पान करूछु यार अर्थ कोन ना यीशुकर शरीर रे आमे एकीभूत हेउछु हालेलुया मने रखंतु प्रभु यीशु ख्रीष्ट से गुहाळ कुंडर शिशु ही रही नाहांती यीशु ख्रीष्ट पढिछंती केवल क्रिसमस नुहे तांकर निमंते रेजरेक्शन पुनरुत्थान मध्ये अछि अनेक लोक माने यीशु को से शिशु यीशु परिका रखबा पाई चाहंती यीशु ख्रीष्ट से गुहाळ कुंडर शिशु थारो से पुनरुत्थित यीशु स्वर्गारोहण यीशु हेले सेही पथ विश्वासी मानको पाई से दियंती सेतबेले आमे प्रभु वचन अंशी हेउछु प्रिय माने यीशुक शरीर रे आमे माने वृद्धि प्राप्त हेबार अछि प्रभु यीशु ख्रीष्टकर शरीर तांकर वाक्य मानको जीवन रे कार्यकारी हेबार अछि जोहन 1:14 रे हम देखिलु कि वाक्य कोन हैला देहवंत हे आसिला आज सेही वाक्य आमो थारे संपूर्ण भाबरे पूर्ण भाबरे देहवंत हेबा पाई चाहे प्रभु आमनको आह्वान दियंती तेनु करी आसु अल्प समय आमे निज निज प्रभुकर ठारे रखु प्रिय माने मु वक्ता नुहे किंतु पवित्र आत्मा प्रभुकर वाक्य आमनको आह्वान करछि वक्ता जे कोना काहिनी प्रभुकर वाक्य आह्वान आमनको जीवन को आसुछि आमनको जीवन को सजाड़ी पाई प्रभु आमनको सुजोग देउछंती जदि आमे माने मृत प्राय अर्थात यीशुଙ୍କ सहित कोनोसी संपर्क जदि नाय प्रभु आह्वान करछंती एबे मो
সহিত সম্পর্ক রক্ষি দিও যদি আমি দুর্বল অছি প্রভু আহ্বান করুଛନ୍ତି ମୋ ସହିତ ସମ୍ପର୍କ ଅଛି ତୁମେ ଦୃଢ଼ ହୁଅ ନଚେତ୍ ପ୍ରଭୁ କହୁଛନ୍ତି ଜୀବନ ପୁସ୍ତକରୁ ଯଦି ସମ୍ଭବ ହୁଏ ତାହାର ନାମ ହଟିଯିବ ପ୍ରଭୁ ଆମକୁ ଆହ୍ୱାନ ଦିଅନ୍ତି ଯେ ଆମେମାନେ ପ୍ରଭୁ ଯୀଶୁଙ୍କ ଠାରେ ବଢ଼ିବା ଦ୍ୱାରା ସେଦିନ ସେଇ ପରିପକ୍ୱ ବିଶ୍ୱାସୀମାନଙ୍କୁ ଯେଉଁ ଶୁକ୍ଳ ବସ୍ତ୍ର ଦେଇଥିଲେ ସେଇ ବସ୍ତ୍ର ଆଜି ଆମ୍ଭମାନଙ୍କ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ରଖିଛନ୍ତି ଜୀବନ ପୁସ୍ତକରେ ଆମ୍ଭମାନଙ୍କର ନାମ ସେ ରଖୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି ଏପରି ଦିନ ଆସିବ ଯେତେବେଳେ ମୁଁ ପିତା ଏବଂ ସ୍ୱର୍ଗର ଦୂତମାନଙ୍କ ସମ୍ମୁଖରେ ତୁମର ନାମକୁ ସ୍ୱୀକାର କରିବି ପ୍ରିୟମାନେ ଆସୁ ଆମେ ପ୍ରଭୁଙ୍କ ଠାରେ ସମର୍ପଣ ହେଉ ଏକ କାନରେ ଶୁଣି ଆଉ ଗୋଟେ କାନରେ ଛାଡ଼ି ନ ଦେଉ ଏହି ବାକ୍ୟକୁ ଧାରଣ କରି ଆଗକୁ ବଢ଼ୁ ଆସନ୍ତୁ ଆମେ ପ୍ରାର୍ଥନା କରିବା ସ୍ୱର୍ଗୀୟ ପିତା ଧନ୍ୟବାଦ ଦେଉଛୁ ତୁମେ ଯେ ବାକ୍ୟରୂପୀ ପରମେଶ୍ୱର ପିତା ପିତା ଆମ୍ଭେମାନେ ଯେପରି ତୁମରି ବାକ୍ୟକୁ ଅଗ୍ରାଧିକାର ଦେବୁ ତୁମ୍ଭ ନିମନ୍ତେ ପଢ଼ିବୁ ତୁମେ ଦୟାକରି ସାହାଯ୍ୟ କର ସ୍ୱର୍ଗସ୍ଥ ପିତା ଦୟା କର ପିତା ମୋ ମଣ୍ଡଳୀ ପ୍ରତ୍ୟେକ ପିତା ଆମ୍ଭେମାନେ ଯେପରି ତୁମ ସହିତ ଦୃଢ଼ ସମ୍ପର୍କରେ ପଢ଼ିବାକୁ ପାରିବୁ ତୁମେ ଦୟାକରି ସାହାଯ୍ୟ କର पिता परमेश्वर प्रतिदिनर पिता सेवार जीवन रे आत्मिक जीवन रे पिता तुम सहित संपर्क दृढ़ हेबा को दियो पिता हालेलुया प्रार्थना करू दया करी हम मंडली प्रत्येक भाई भणी विश्वासी प्रत्येक को तुमे आशीर्वाद करो समस्त प्रार्थना जे सुनियो छ धन्यवाद दे यीशु नाम रे मांगु पिता आमेन।